ଯେହେତୁ ତାଙ୍କ ପାଖେ ନୋଟିସଟା ପହଞ୍ଚିନି, ନୋଟିସରେ ଆକ୍ଚୁଆଲି କ'ଣ ରହିଛି, ତାଙ୍କ ନାଁରେ କ'ଣ ଅଭିଯୋଗ ରହିଛି ଏବଂ ସବୁଠାରୁ ବଡ଼ କଥା ହେଉଛି ସେ ଅଭିଯୋଗରେ ସେ କେତେ ସଂଶ୍ଳିଷ୍ଟ ଅଛନ୍ତି। ତ୍ରିପାଠୀ ଗୋଟେ ମାନେ କୌଣସି ପ୍ରକାର ଗୋଟେ ଜେନେରାଲ ପବ୍ଲିକ ନୁହଁ ଯେ ସକାଳୁ ଲୁଚିକି କୁଆଡ଼େ ପଳେଇବେ। ସେ ଯାତ୍ରା ପାର୍ଟିରେ ଅଛନ୍ତି, ବର୍ତ୍ତମାନ ଯାତ୍ରା କରୁଛନ୍ତି ନା କ'ଣ ଯାହା ଆମେ ଦେଖୁଛୁ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ତାଙ୍କ ପାଖେ ନୋଟିସଟା ନ ପହଞ୍ଚିଛି ସେତେବେଳେ ପର୍ଯ୍ୟନ୍ତ ସେ ଚଢ଼ିପାରିବେ। ଯେତେବେଳେ ନୋଟିସଟା ରିସିଭ୍ କଲେ ତାପରେ ଯଦି କରିବେ ତାହେଲେ ଏଟା ସମ୍ପୂର୍ଣ୍ଣ ଭାବରେ କଣ୍ଟେମ୍ପ୍ଟ ଅଫ୍ ଦି କୋର୍ଟ, ଅଦାଲତ ଅବମାନନା ହେଇଯିବ। ତେବେ ଏଇ ସେ ଗୋଟେ ଏଗ୍ରିମେଣ୍ଟ କରିଥିବେ ଯେ ମୁଁ ଅଲଗା କୌଣସି ମଞ୍ଚ ଚଢ଼ିପାରିବି ନାହିଁ କି କ'ଣ ଥିବ ନିଶ୍ଚିତ ଭାବରେ, ତାହେଲେ ସେ ଚଢ଼ିପାରିବା ଉଚିତ ନୁହଁ। ଯଦି ସେ ଏଗ୍ରିମେଣ୍ଟ କରିଥିବେ, ଏଗ୍ରିମେଣ୍ଟଟା ସାଇନ୍ କରିଥିବେ ନା ନାହିଁ, କାହିଁକିନା କୋର୍ଟ ପେପରରେ ଏଗ୍ରିମେଣ୍ଟ ହେଇଥିବ, ସତ୍ୟପାଠ ଆମେ ଯେଉଁଟା କହୁଛେ ଆଫିଡେଭିଟ୍, ଯଦି ସେ ନ କରିଥିବେ ସେ ଚଢ଼ିପାରିବେ। ଏବଂ ସାର୍ ଗତକାଲି ଯାତ୍ରା କଳାକାର ପିୟୁଷ ଭୁବନେଶ୍ୱର କୋର୍ଟ ଗୋଟିଏ ନୋଟିସ୍ କରିଛନ୍ତି କି ଟଙ୍କା ହେରଫେର ମାମଲାରେ କି ଟଙ୍କା ମାମଲାରେ ତାଙ୍କର ଯେଉଁ ବର୍ତ୍ତମାନ କୋର୍ଟଙ୍କ ହସ୍ତକ୍ଷେପ ହେଇଛି ଏବଂ ପରବର୍ତ୍ତୀ ସମୟରେ ଯେତେ ପର୍ଯ୍ୟନ୍ତ ସେ ମାମଲା ନ ସଲ୍ଭ ହେଇଛି ସେ ମଞ୍ଚ ଚଢ଼ିପାରିବେନି। କିନ୍ତୁ ପିୟୁଷଙ୍କ କହିବା କଥା କି ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ନୋଟିସ୍ ପାଇନାହାନ୍ତି ଏବଂ ସେ ଆଜି ମଞ୍ଚ ଚଢ଼ିବାକୁ ଯାଉଛନ୍ତି। ତ ଏଇ ଘଟଣାଟି ଆପଣ କେମିତି ଦେଖୁଛନ୍ତି ଏବଂ ଆକ୍ଚୁଆଲି ଏଇଭଳି ପରିସ୍ଥିତି ହେଲେ ପିୟୁଷ କ'ଣ କରିବାର ଆବଶ୍ୟକତା ଅଛି? ଦେଖନ୍ତୁ, ପ୍ରଥମ ଜିନିଷ ହେଉଛି ଗୋଟେ ଲୋକର ନଲେଜକୁ ଆସିବା ଦରକାର କାହା କେଉଁଟା କେଉଁ କଥାରେ ସତ୍ୟତା ଅଛି, ଏଇଟା ହେଉଛି ପ୍ରଥମ କଥା। ଯଦି ଗୋଟେ ଲୋକ ମନେକର ମୋତେ ଗୋଟେ ଜଣେ ଆସି କହିଦେବ ଯେ ମୋ ଯେଉଁ ଏ ଘରଟା ମୋର ନୁହଁ, ମୋ ଜଣେ କହିଦେବ, କି ଜଣେ କହିବ ଯେ ଆଜି କଟକ ଗଲାବେଳକୁ ବାଟରେ ସେ ରାସ୍ତାଟା ବନ୍ଦ ଅଛି, ମୁଁ ଆଉ ତ ସେଠି ପବନ କଥାରେ ବିଶ୍ୱାସ କରିପାରିବିନି କିମ୍ବା ସୋସିଆଲ ମିଡ଼ିଆର କଥାରେ ହୋ ହାଲାରେ ବିଶ୍ୱାସ କରିପାରିବି ନାହିଁ। ମୋତେ ନିଶ୍ଚିତ ଭାବରେ ଗୋଟେ ରିଟିନ୍ ମୋ ପାଖକୁ ଆସିବା ଦରକାର। ଯେତେ ପର୍ଯ୍ୟନ୍ତ ମୁଁ ରିଟିନ୍ଟାକୁ ରିସିଭ୍ ନ କରିଛି, ମନେକର ଅନେକ ସମୟରେ ଆପଣ ଦେଖିବେ କୋର୍ଟ ଯେତେବେଳେ ଗୋଟେ ମାନେ ନୋଟିସ୍ଟେ ଜାରି କରନ୍ତି ତାଙ୍କର ଆପାରାନ୍ସ ପାଇଁ, ଅନେକ ସମୟରେ ଗୋଟେ ଲୋକ ଯେତେବେଳେ କହେ ମୁଁ ସେ ଘରେ ନାହିଁ, ଅନେକ ସମୟରେ ପୁଣି ପୋଲିସ ଷ୍ଟେସନକୁ ଦିଆଯାଏ, ଲଟକା ଜାରି ହୁଏ, ବିଭିନ୍ନ ପ୍ରକାର ପ୍ରୋଭିଜନ୍ ରହିଛି। ଇଭିନ୍ ଇଫ୍ କି ଯଦି ଗୋଟେ ଲୋକ ଲାପତା ହେଉଛି ଆପଣଙ୍କର ଖବରକାଗଜରେ ମଧ୍ୟ ତାର ବାହାର କରାଯିବ, ନୋଟିଫିକେସନ୍ ବୋଲି ବାହାର କରାଯାଉଛି। ଯଦି ଲଟାକୁ ଆପଣ ଆନାଲିସିସ୍ କରିବେ, ଯେତେବେଳେ ପର୍ଯ୍ୟନ୍ତ ସେ ଲୋକଟା ତାର ତ ପିୟୁଷ ତ୍ରିପାଠୀ ଗୋଟେ ମାନେ କୌଣସି ପ୍ରକାର ଗୋଟେ ଜେନେରାଲ ପବ୍ଲିକ ନୁହଁ ଯେ ସକାଳୁ ଲୁଚିକି କୁଆଡ଼େ ପଳେଇବେ। ସେ ଯାତ୍ରା ପାର୍ଟିରେ ଅଛନ୍ତି, ବର୍ତ୍ତମାନ ଯାତ୍ରା କରୁଛନ୍ତି ନା କ'ଣ ଯାହା ଆମେ ଦେଖୁଛୁ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ତାଙ୍କ ପାଖେ ନୋଟିସଟା ନ ପହଞ୍ଚିଛି ସେତେବେଳେ ପର୍ଯ୍ୟନ୍ତ ସେ ଚଢ଼ିପାରିବେ। ଯେତେବେଳେ ନୋଟିସଟା ରିସିଭ୍ କଲେ ତାପରେ ଯଦି କରିବେ ତାହେଲେ ଏଟା ସମ୍ପୂର୍ଣ୍ଣ ଭାବରେ କଣ୍ଟେମ୍ପ୍ଟ ଅଫ୍ ଦି କୋର୍ଟ, ଅଦାଲତ ଅବମାନନା ହେଇଯିବ। ତେବେ ଏଇ ଘଟଣାରେ ବର୍ତ୍ତମାନ ଯେହେତୁ ପିୟୁଷ କହୁଛନ୍ତି କି ପରୋକ୍ଷରେ କହୁଛନ୍ତି କି ମୋର କୌଣସି ଇନଭଲଭମେଣ୍ଟ ନାହିଁ, ତେବେ ପିୟୁଷ କ'ଣ ଷ୍ଟେପ୍ ନେଲେ ତାଙ୍କ ପାଇଁ ଠିକ୍ ହେବ ଏବଂ କ'ଣ ନେବା ଉଚିତ? ଦେଖନ୍ତୁ, ଯେହେତୁ ତାଙ୍କ ପାଖେ ନୋଟିସଟା ପହଞ୍ଚିନି, ନୋଟିସରେ ଆକ୍ଚୁଆଲି କ'ଣ ରହିଛି, ତାଙ୍କ ନାଁରେ କ'ଣ ଅଭିଯୋଗ ରହିଛି ଏବଂ ସବୁଠାରୁ ବଡ଼ କଥା ହେଉଛି ସେ ଅଭିଯୋଗରେ ସେ କେତେ ସଂଶ୍ଳିଷ୍ଟ ଅଛନ୍ତି, ସେଇଟା ହେଉଛି ସବୁଠୁ ମାନେ ବହୁତ ବଡ଼ କଥା। ଯଦି ଅଭିଯୋଗ ଗୁଡ଼ିକ ମନେକର ତାଙ୍କ ନାଁରେ କ'ଣ କ'ଣ ଅଭିଯୋଗ ହେଇଛି, ସେ ଅଭିଯୋଗରେ ତାଙ୍କର ସମ୍ପୃକ୍ତି ଥିବ, ସେ ତାଙ୍କର ନିଶ୍ଚିତ ଭାବରେ ତାଙ୍କର ଯିଏ ଆଡ଼ଭୋକେଟ୍ ପିୟୁଷ ତ୍ରିପାଠୀଙ୍କର ଯିଏ ଆଡ଼ଭୋକେଟ୍ ଯିଏ ବି ଥିବେ ତାଙ୍କର ସେ ତାଙ୍କର ଆନ୍ସର୍ ଦେବେ ଯେ ଆମେ ନାଇଁ ଏଇଗୁଡ଼ା ଜିନିଷ ଉପରେ ଆମେ ଅଭିଯୁକ୍ତ ନୁହଁ, ଅଭିଯୋଗ ଆମ ଉପରେ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେଟା କୋର୍ଟରେ ଆର୍ଗୁମେଣ୍ଟ ହେବ, ରିଟିନ୍ ଷ୍ଟେଟମେଣ୍ଟ ଡବ୍ଲ୍ୟୁଏସ୍ ଯେତେବେଳେ ରିଟିନ୍ ଷ୍ଟେଟମେଣ୍ଟ ତାଙ୍କର ଦେବେ ତାର ଆନ୍ସର୍ ଯେଉଁଟାକୁ ଆପଣମାନେ ଜେନେରାଲ ପବ୍ଲିକ୍ ଭାବୁଛନ୍ତି ଗୋଟେ ଆନ୍ସର୍ ଆମେ ଯେଉଁଟା କହୁଛେ, କିନ୍ତୁ ଆମର କୋର୍ଟର ଲାଙ୍ଗୁଏଜ୍ ହେଉଛି ରିଟିନ୍ ଷ୍ଟେଟମେଣ୍ଟ ଯେଉଁଟା କୁହାଯିବ। ଯେତେବେଳେ ଡବ୍ଲ୍ୟୁଏସ୍ଟା ଦିଆହେବ, ଡବ୍ଲ୍ୟୁଏସ୍ ଦେଇସାରିଲା ପରେ ଆପଣ ସେଠି ଆର୍ଗୁମେଣ୍ଟ ହେବ, ଅନେବଲ୍ ବିଚାରପତିଙ୍କ ସାମ୍ନାରେ ଆର୍ଗୁମେଣ୍ଟ ହେବ। ଆର୍ଗୁମେଣ୍ଟ ହେଇସାରିଲା ପରେ ଅନେବଲ୍ ହାଇକୋର୍ଟ ଗୋଟେ ଲାଷ୍ଟ ଗୋଟେ ମାନେ କନକ୍ଲୁଜନ୍ ଆସିବ ଯେ ମନେକର କୋର୍ଟ କହିବେ ଯେ ନା ନାଇଁ ଆପଣଙ୍କର ବିଚାର ପ୍ରକ୍ରିୟା ଜାରି ରହିଥାଉ, କିନ୍ତୁ ସେ ତାଙ୍କର ସେ ଆକ୍ଟିଂ କରନ୍ତୁ, ତାଙ୍କର ସେ କାହିଁକିନା ତାଙ୍କର ସୋର୍ସ ଅଫ୍ ଇନକମ୍ କେତେବେଳେ ହେଲେ ଆପଣ ଦେଖିବେ ଗୋଟେ ଲୋକର ଫଣ୍ଡାମେଣ୍ଟାଲ ରାଇଟ୍ ସେଇଟା କ'ଣ ନା ଗୋଟେ ଫଣ୍ଡାମେଣ୍ଟାଲ ସୋର୍ସ ଅଫ୍ ଇନକମ୍ ଯେଉଁଟା ରୋଜଗାର କରିବ ଏବଂ ପେଟ ବ୍ରେଡ୍ ଆଣ୍ଡ ବଟର ଖାଇବ କେଉଁଠି, ସେ ଲୋକଟା ତ ଆକ୍ଟିଂ କଲେ ଖାଇବ। ତେଣୁ ନିଶ୍ଚିତ ଭାବରେ ସେଇଟାକୁ ତାଙ୍କର ଓକିଲ ନିଶ୍ଚିତ ଭାବରେ ପେଶ୍ କରିବେ ଯେ ଆମର ଇଏ ବ୍ରେଡ୍ ଆଣ୍ଡ ବଟର, ଆଜ୍ଞା ମୋର ଯଦି ଫଣ୍ଡାମେଣ୍ଟାଲ ରାଇଟ୍ଟାକୁ ବନ୍ଦ କରିବା ଉଚିତ ନୁହେଁ, ମୁଁ ଯଦି ତାଙ୍କର ପଇସା ନେଇଛି ପଇସା ଫେରେଇବି, କି ତାଙ୍କର ଏଗ୍ରିମେଣ୍ଟ ହେଇଛି ମନେକର ମୁଁ ଏଗ୍ରିମେଣ୍ଟ କରିଛି କି ଅଲଗା କୌଣସି ଯାତ୍ରାରେ ଯାଇ କରିପାରିବି ନାହିଁ, ଯଦି ଏଗ୍ରିମେଣ୍ଟ ସେ କରିଥିବେ ତାହେଲେ ନିଶ୍ଚିତ ଭାବରେ ତାକୁ କୋର୍ଟକୁ ସେମାନେ ସବମିସନ୍ କରିବେ, ଅନେବଲ୍ କୋର୍ଟ ଡାଇରେକ୍ସନ୍ ଦେବ। ଆଉ ଗୋଟେ ବଡ଼ ପ୍ରଶ୍ନ ଏଠି ସୋସିଆଲ ମିଡ଼ିଆରେ ଅଥବା ତାଙ୍କ ପ୍ରଶଂସକମାନେ କହୁଛନ୍ତି ଯେହେତୁ ଜିଲ୍ଲା କୋର୍ଟରେ ସେ କରିଛନ୍ତି ଭୁବନେଶ୍ୱର କୋର୍ଟରେ, ୟାକୁ ସେ ହାଇକୋର୍ଟରେ କାଉଣ୍ଟର ମଧ୍ୟ କରିପାରିବେ, ଏମିତି କି ସାର୍ ହେଇପାରିବ? ଶୁଣନ୍ତୁ, ଏଇଟା ହେଉଛି ଗୋଟେ ସାଧାରଣ କଥା, ମୁଁ ଆପଣ ଶୁଣନ୍ତୁ, ତଳ କୋର୍ଟ, ହାଇକୋର୍ଟ, ସୁପ୍ରିମକୋର୍ଟ, ତାର ଅର୍ଥ ହେଉଛି ଗୋଟେ ଲୋକ ଯେତେବେଳେ ତଳ କୋର୍ଟରେ ତା ପ୍ରତି ଗୋଟେ ଅନ୍ୟାୟ ହେଲା କି ଗୋଟେ କ'ଣ ଅସୁବିଧା ହେଲା, ସେ ଅନେବଲ୍ ହାଇକୋର୍ଟରେ ସେ ଯେଉଁ ଜିନିଷଟା ଉପରେ ଚ୍ୟାଲେଞ୍ଜ କରିବ, ଅନେବଲ୍ ହାଇକୋର୍ଟ ନିଜେ ସେଟାକୁ ରିଅଲାଇଜ୍ କରିବେ, ଯଦି ବାସ୍ତବରେ ତାଙ୍କର ଠିକ୍ ଠାକ୍ ଥିବ ଅନେବଲ୍ ହାଇକୋର୍ଟ ଅର୍ଡ଼ର କରିବେ। ଅନେବଲ୍ ହାଇକୋର୍ଟରେ ମନେକର ଜଣେ ପ୍ରତି ଅନ୍ୟାୟ ହେଲା,
তাহলে সে ମଧ୍ୟ ସୁପ୍ରିମକୋର୍ଟକୁ ଯାଇପାରିବ। ସୁପ୍ରିମକୋର୍ଟ ହେଉଛି ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏଇଟା କିଛି ଅସୁବିଧା ନାହିଁ, ଏଇଟା ଗୋଟେ ମାଇନର କଥା। ଆପଣ ଯେଉଁଭଳି ଭାବରେ ମନେକର ଘରେ ଜଣେ ବାପାକୁ ଯାଇକି ଗୋଟେ ସାଧାରଣ ଲୋକଟେ ମାଗୁଛି, ଆଜ୍ଞା ମୁଁ ପୁଅକୁ ମାଗିଲା ସାଇକେଲଟା ମୋତେ ଦିଅନ୍ତୁ, ପୁଅ ଡିନାଏ କଲା ମୁଁ ସାଇକେଲଟା ଦେବି ନାହିଁ, ସେ କ'ଣ ଯାଇ କହୁଛି କାହାକୁ? ତା ବାପାକୁ କହୁଛି, କାରଣ ବାପା ହେଉଛି ତ ପୁଅର ସୁପରିୟର, ବାପାକୁ କହୁଛି। ବାପା ମନେକର ଡିନାଏ କଲା, ବାପାର ବାପାକୁ ଜେଜେବାପାକୁ ଯାଇ କହୁଛି। ତେଣୁ ଏଇଟା ହେଉଛି ଗୋଟେ ସିମ୍ପଲ୍ କଥାଟେ। ତେଣୁ ଆପଣଙ୍କର ଆମର ଜେଜ କିଏ? ଅନରେବୁଲ୍ ଆପେକ୍ସ କୋର୍ଟ। ବାପା କିଏ? ଅନରେବୁଲ୍ ହାଇକୋର୍ଟ। ତଳ କୋର୍ଟ ହେଉଛି ପୁଅ। ଆପଣ ପ୍ରଥମେ ସବୁବେଳେ ତଳୁ ଉପରକୁ ଉଠିବାକୁ ପଡ଼ିବ। ତଳ ଯଦି ନୋଟିସଟା ଇସ୍ୟୁ କରିଛନ୍ତି, ଜଣେ ଲୋକ ଆରାମସେ ଅନରେବୁଲ୍ ହାଇକୋର୍ଟରେ ଆମେ ଚ୍ୟାଲେଞ୍ଜ କହିପାରିବା, କରିପାରିବ। ତେବେ ଆମେ ଏଇ ଜିନିଷଟି କହିପାରିବା ସ୍ପଷ୍ଟ ଭାବେ, ଯେତେ ପର୍ଯ୍ୟନ୍ତ ପିୟୁଷ ନିଜ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ରିସିଭ୍ କରିନାହାନ୍ତି ତେବେ ସେ ମଞ୍ଚ ଚଢ଼ିପାରିବେ। 100% ଯେତେବେଳେ ତାଙ୍କ ନଲେଜକୁ ଆସିନି ନା ଜିନିଷଟା, ଯଦି ମନେକର ସେ ଗୋଟେ ଏଗ୍ରିମେଣ୍ଟ କରିଥିବେ ଯେ ମୁଁ ଅଲଗା କୌଣସି ମଞ୍ଚ ଚଢ଼ିପାରିବି ନାହିଁ କି କ'ଣ ଥିବ ନିଶ୍ଚିତ ଭାବରେ, ତାହେଲେ ସେ ଚଢ଼ିପାରିବା ଉଚିତ ନୁହଁ। ଯଦି ସେ ଏଗ୍ରିମେଣ୍ଟ କରିଥିବେ, ଏଗ୍ରିମେଣ୍ଟଟା ସାଇନ୍ କରିଥିବେ ନା ନାହିଁ, କାହିଁକିନା କୋର୍ଟ ପେପରରେ ଏଗ୍ରିମେଣ୍ଟ ହେଇଥିବ, ସତ୍ୟପାଠ ଆମେ ଯେଉଁଟା କହୁଛେ ଆଫିଡେଭିଟ୍, ଯଦି ସେ ନ କରିଥିବେ ସେ ଚଢ଼ିପାରିବେ। ଏବଂ ଯଦି ନୋଟିସଟା ଯେତେ ପର୍ଯ୍ୟନ୍ତ ତାଙ୍କର ମାନେ ହସ୍ତଗତ ହେଇନି, ସେ ରିସିଭ୍ ନ କରିଛନ୍ତି, ସେ କରିପାରିବେ, କିଛି ପ୍ରୋବ୍ଲେମ୍ ନାହିଁ।